ତ ଦର୍ଶକ ବନ୍ଧୁ ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ୍ ଟଙ୍କା। ତ ଏହି ପରିପ୍ରେକ୍ଷୀରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯେତେବେଳେ ଶପଥ ଗ୍ରହଣ କଲେ ସେ କ୍ୟାବିନେଟ୍ର ପ୍ରଥମ କ୍ୟାବିନେଟ୍ରେ ସେ ବାବଦରେ ସେ କହିଥିଲେ, ଯେଉଁଟାକି ବିଜେପିର ଯେଉଁ ମ୍ୟାନିଫେଷ୍ଟୋ ଥିଲା, ଯେଉଁଟା ଇସ୍ତାହାର ଥିଲା ଯେ ଶାସନକୁ ଆସିଲେ 100 ଦିନ ଭିତରେ ଆମେ ସୁଭଦ୍ରା ସ୍କିମ୍ ଟଙ୍କା ଆମେ ପ୍ରତି ମହିଳାମାନଙ୍କୁ ଦେବୁ। ତ ଏହି ପରିପ୍ରେକ୍ଷୀରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ନେଇକି ଗୋଟେ ବଡ଼ ବୟାନ ଦେଇଛନ୍ତି, ଯେଉଁଟାକି ସେ କହିଛନ୍ତି ବହୁ ଜଲ୍ଦି ସୁଭଦ୍ରା ଯୋଜନାର ଟଙ୍କା ମହିଳାମାନଙ୍କୁ ଅତି ଜଲ୍ଦି ସେମାନଙ୍କୁ ମିଳିବ। ଏହା ବଦଳରେ ଗୋଟେ ଆର୍ଟିକଲ ପ୍ରକାଶ ପାଇଛି, ଦେଖନ୍ତୁ ଆପଣଙ୍କର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ୍ ଟଙ୍କା। ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ୍ ଟଙ୍କା 100 ଦିନ ଭିତରେ ଲଞ୍ଚ ହେବ। ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି କ୍ୟାବିନେଟ୍ ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜ୍ରେ ଅଛି। ଆସନ୍ତା 100 ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ। ତେବେ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିବ ଏହି ଯୋଜନା ଲାଭ। ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମ୍ର ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଶିଶୁ ମହିଳା ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମ୍କୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି। ଆଉ ସ୍କିମ୍ ପାଇଁ ଯେଉଁ ବଜେଟ୍ ଆବଶ୍ୟକ ରହିଛି ସେହି ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ତ ବନ୍ଧୁ ଇଏ ଥିଲା ଆପଣମାନଙ୍କୁ କହିଗଲି ଯେ ସୁଭଦ୍ରା ଯୋଜନାର ଯେଉଁ ଗୋଟେ ବଡ଼ ଅପଡ଼େଟ୍ ଥିଲା। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣ ମୂଲ୍ୟବାନ ମତାମତ କମେଣ୍ଟ କରି ଲେଖନ୍ତୁ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।